এই ফুলের পঞ্চিতলা সাথী মানে এই ফুল গুড়াক কেতে সুন্দর চলে সাথী बहुत सुंदर लो এই সাথী দেখলো সেই কালা ভাড়াটা এ ফুলে সে ফুলে কেমিতি চুমড়া চলে সাথী মানে हेलो हाँ ଆଉ ଦେଖ ନା ସେ ବୈଚଢ଼େଇଟା ଏ ଡାଲି ସେ ଡାଲି କେମିତି ଉଡ଼ି ବୁଡ଼ି ଚଲା ସାକ୍ଷୀ हेलो ଏ ସାକ୍ଷୀ जे मालो ଏ ତୁ ଶୁଣିପାରୁଛ ନା हाँ ସେ କୋଇଲିଟା ତା ମିଠା ସୁରରେ କେମିତି ଗାଇ ଯାଉଥିଲା ସାକ୍ଷୀ ମାନେ हेलो ସେ କୋଇଲି ଗାଇବା ଶୁଣି ମୋତେ ବି ଏମିତି ଗାଇବାକୁ ଇଚ୍ଛା ଅଛି ताले तो गाई दिया लो ତାହେଲେ ଆସାଲ ଏଇ ଫୁଲ ଧରି କିଛି ଶୁଣିବା ତାପରେ ସୁନାର କିଲୋକି ଯାଇ ଗାଦିକି ଆମ ଘରକୁ ଫେରିଯିବା हेलो ଏ ସାକ୍ଷୀ जे मालो ମୁଁ ଜଗତ ମା ଦେଇକି ଶୁଣିବା ଏ ସାକ୍ଷୀ हेलो जे माँ फुला फुटी सतेल संगाते पीछे केड़े सुबना मामा माँ की जाऊँ तो नाना जाती कुसुमा जगत सुपर हेलो कोइल गाउच गीता लब बड़ा गुरु गुजाना कोइल गाउच गीता लब बड़ा गुरु गुजाना मलय ऋतु बसंताल ए कुंवारी मना मलय ऋतु बसंताल ए कुंवारी मना कोइल गाउच गीता लब बड़ा गुरु गुजाना कोइल गाउच गीता लब बड़ा गुरु गुजाना मलय ऋतु बसंताल ए कुंवारी मना मलय ऋतु बसंताल ए कुंवारी मना देखा देखा लसाखी एई फुला उद्याना देखा देखा लसाखी एई फुला उद्याना ई संगती हेलो फुला फुटी सतेल संगाती पीछे केड़े सोबना मामा माँ की जाऊँ तो नाना जाती कुसुमा
আসলে আস ଆମେ ଯିବା ସୈନିକିଲକୁ ସୈନିକିଲରେ ଗାଧିକି ଆମ ଘରକୁ ଫେରି ଯିବା ନା ସଖୀ ମାନେ ତାହେଲେ ଯିବା ନା রাজহংসীটা নই তুটরে বেশ আনন্দরে খেলুছি ছতরে চোখে এই রাজহংসীর গোরা গোরা দেহরে জল্লোডোপর আসি পড়ি মতে মাଣିক্য পরি দেখা যাଉଛି এ দেখে মু সেদিন কইଥିଲି ମୋ ପାଇଁ ଗୋଟାଏ ରାଜ ରାଣୀ ଖୋଜିବାର ଅଛି ଆଉ ଖୋଜିବାକୁ ପଡ଼ିବନି ନାଇଁ ଜମାରୁ ପଡ଼ିବନି ଏଇ ଦେଖ ନଈ ତୁଟର ବୃକ୍ଷ ମୂଳରେ ଯୋଉ ସୁନ୍ଦରୀଟା ଛିଡ଼ା ହେଇଛି ତାକୁ ମୋର ଭାରି ପସନ୍ଦ ହେଇଛି ଆରେ ଆଖେ ତତେ ଗୋଟେ ଦେଖାଯାଉନି ସେଇ ବୃକ୍ଷ ମୂଳର ସେଇ ସୁନ୍ଦରୀଟାକୁ ଭାରି ପସନ୍ଦ ହେଇଛି ମାରିକ ରାଜ୍ୟକୁ ନେଇ ପାଟରାଣୀ ପୁର ଗୋଟାଏ କଣ କରିବା 4 ଜଣକୁ ପସନ୍ଦ କରୁଛୁ ନାଇଁ ଚାକି ସେମିତି ହୁଏନି ରେ ଯେକୌଣସି ଗୋଟାଏ ସୁନ୍ଦରୀକୁ ପସନ୍ଦ କରିବୁ ଆମେ ବେନି ଭାଇ 2 ଜଣକୁ ନେଇ ମାରିକ ରାଜ୍ୟକୁ ନିଜ ଘରକୁ ଫେରିଯିବେ ହେଇକି ମନ ଦୁଃଖ ହବ ଭାଇ মন দুঃখী যাবা সেমান সাঙ্গে আইছো তুমি গোটে নেব মুই গোটে নেবি আর তিনটা ঘরকে ফিরি গেল মন দুঃখী আচ্ছা আরে ভাই আরে কোন পিকচার কে চার মোটা আউ যা ধরে সাথে মোকে কে চিন্তা রে মুই তো চারটা মেজির ঘোতা আরে যাকে দিন আরে পেন মারলে টাকা নি ছতা এ কোন কইবা মোকে কে চিন্তা রে মুই তো চারটা এ যাকে যতবেলে 4 জন সুন্দরীକୁ ଗୃହକୁ ନେଇ ଯିବୁ ଏମାନେ ଯଦି একত্রিত ହେଇ ଦୁର୍ଗା ରୂପ ଦେଖି ତ ମୁଣ୍ଡରେ ଯଦି ବ୍ରଜପାତ କରିବେ तू थोड़ा आवाज से पर और ये बोल सोना ए भाई आराम से बोती करी खाबी कैबे ते खाइबो कहलो हां हां टीचर के टीचर सुभद्रा योजना ने ऑनलाइन करबी अच्छा 5000 एले 20000 हां और सुभद्रा योजना ऑनलाइन करी सारला परे ममता योजना ने ऑनलाइन करबी और कहलो ममता योजना ने ऑनलाइन करबी अच्छा 10000 मिलवा ए सानंद खाइबो अच्छा अरे जाके जहा तोर इच्छा हबो सेया करिबो किंतु ए मानक परिचयटा प्रथमे जानि ना तापरे कथाबार्ता आगो को बढ़ाइबा आउ हेलो ए सुंदरी माने अरे सुनो वाह ए सुंदर समुद्र लहरी कनडीर उर्मिल केश धाम सते जबित के सरकार अपसरी मर्त्य मंडल को केवल मोहरी पाए ओले आस अरे ए सुंदरी कणैला नाटा कण तब घर कोठी म परिचय
ସତରେ ତୁମେ ମୋ ପରିଚୟ ଶୁଣିବାକୁ ଚାହୁଁଛ? ଆରେ ନିଶ୍ଚୟ। ଏଠି ଦେଖ, ହଁ। ମୁଁ ଜଣେ ପୁରୁଷକୁ ମୋ ପରିଚୟ ଦେଇପାରିବିନି। ଆଚ୍ଛା ପ୍ରଥମେ ତୁମ ପରିଚୟ କୁହ, ତାପରେ ମୋ ପରିଚୟ ଭାବି ଚିନ୍ତି ଦେଇଦେବି। ମୋ ପରିଚୟ କହିବାକୁ ପଡିବ। ହଁ। ଆରେ ଶୁଣ, ମୁଁ ହଉଛି ମାଣିକ୍ୟଗଡ଼ ରାଜ୍ୟର ରାଜା ରାଜେଶ୍ୱର, ନାମ ମୋର ବନାଗ୍ନି। ବନାଗ୍ନି? ଆଉ ଆମେ ପେନି ଭାଇ ଆସିଥିଲୁ ଜଣଙ୍କ ସନ୍ଧାନ ଏଇ କାନନ ମଧ୍ୟକୁ। ଆଉ ଏଇ କାନନ ମଧ୍ୟରେ ବୁଲାବୁଲି କରିବା ସମୟରେ ହଠାତ୍ ତୁମମାନଙ୍କ ଶବ୍ଦ ଶୁଣି ସିଧା ଚାଲି ଆସିଲୁ ନଈ ତୁଟକୁ। ଶୁଣିଲେ ମୋ ପରିଚୟ? ହଁ ଶୁଣିଲି। ଏଥର କୁହ ସୁନ୍ଦରୀ ତମ ନାଁଟା କଣ? ତାହେଲେ ମୋ ପରିଚୟ ଶୁଣିବ? ମନ ଦେଇକି ଆରେ ଶୁଣିବ, ନିଶ୍ଚୟ। ନହେଲେ ମୋ ପରିଚୟ ଭୁଲି ଯାଇପାର। ଜବ୍ବାରୁ ଭୁଲିବିନି, ମନ ଦେଇକି ଶୁଣିବି କୁହ। ଆମ ରାଜ୍ୟ ହେଉଛି କାଞ୍ଚିପୁର। ଆଚ୍ଛା। ଆଉ ମୋ ପିତାଙ୍କ ନାମ ହେଉଛି ହଁ। ବୀରେନ୍ଦ୍ର। ଓ ଆଉ ମୋ ମାତାଙ୍କ ନାମ ହେଉଛି ସୁଚିତ୍ରା। ଆଚ୍ଛା। ମୁଁ ତାଙ୍କ ଏକମାତ୍ର ଝିଅ, ହଁ। ନାମ ମୋର ତନୁଜା। କଣ କହିଲ? ତନୁଜା। ତନୁଜା। ବାଃ। ଆଉ ଏ ଅଛନ୍ତି ମୋ ସହଚରୀ ମାନେ ହଁ। ଗଙ୍ଗା, ଆଚ୍ଛା। ଯମୁନା, ହଁ। ସରସ୍ୱତୀ, ଓ ଝରଣା। ଆଚ୍ଛା। ଶୁଣିଲେ ତ ମୋ ପରିଚୟ? ଶୁଣି ସାରିଛି ତୁମମାନଙ୍କ ପରିଚୟ। ଆରେ ଏ ଦେଖି, ଭାଇ ସେ ସୁନ୍ଦରୀ ମାନଙ୍କ ପରିଚୟଟା ଜାଣି ସାରିଛି। ହଁ। ସେ ସୁନ୍ଦରୀର ନାଁ ହଉଛି ତନୁଜା। ତନୁଜା। ଆଉ ତାଙ୍କ ସହଚରୀଙ୍କ ନାଁ ହଉଛି ଗଙ୍ଗା, ଯମୁନା, ସରସ୍ୱତୀ ଆଉ ଝରଣା। ଓହୋ, ଗଙ୍ଗା, ଯମୁନା, ସରସ୍ୱତୀ ହଁ। ଆଉ ଝରଣା, ହରେ ଦେଖି, ଆଉ ତା ସହିତ ମିଶିବ ନର୍ମଦା। କୋଉଠି ନର୍ମଦା ଆସିବ ଭାଇ? ଓହୋ ହଁ। ଆଚ୍ଛା। ହେଲେ କଣ କହିଲେ? ତନୁଜା। ତନୁଜା। ହଁ। ବନାଗ୍ନି। ଚୁପ ଆସ। ତନୁଜା କହିଲି ଭାଇ, କାହିଁକି ମନା କହୁଛୁ ଭାଇ? ଭାଇ ହଁ। ତନୁଜା ହଁ। 3 ଅକ୍ଷର। ତିନି ଅକ୍ଷର। ବନାଗ୍ନି ହଁ। 3 ଅକ୍ଷର। ମୁଁ ଜାଣିଛି 3 ହଁ। ଅକ୍ଷର। ହେଲେ ଭାଇ ଆରେ କଣ କରୁଛୁ? ମୁଁ ଜାତକ ସୁଝଉଛି। ଓ ଦେଖେ, ଭାଇ ଏପର୍ଯ୍ୟନ୍ତ ଆମ ଦି ଜଣଙ୍କର ଭଲ ଭାବରେ କଥାବାର୍ତ୍ତା ସାରିନି। ହଁ। ତୁ ଶଳା ଜାତକ ସୁଝେଇବା ଆରମ୍ଭ କରେ। ହଁ ଭାଇ, ଆମେ ନୂଆ କରି ବହୁଟା ଆଣୁ। ଆଉ ବହୁତ ଆଣୁ। ପ୍ରଥମେ ଜାତକ ସୁଝା ଯାଏ। ସୁଝା ଥାଏ। ଜାତକ ସୁଝି ସାରିଲା ପରେ ପୁଅ ଝିଅର କଥାବାର୍ତ୍ତା। ଠିକ କହିଛୁ। ହଁ। ଦେଖ ଶୀଘ୍ର ଦେଖ। ହେଲେ ଭାଇ ହଁ। ତନୁଜା ଆଉ ଚାକି। ତୁଲା ରାଶି। ଆଚ୍ଛା। ବନାଗ୍ନି ହଁ। ବୃଷ ମୁଁ ରାଶି। ଜାଣିଛି ମୋ ରାଶି ବୃଷ। ହେଲେ ଭାଇ ଆରେ କଣ? ଲଗ୍ନରେ ରହିଲେ ଶୁକ୍ର, ହଁ। ଏକାଦଶରେ ଚନ୍ଦ୍ର, ଆଚ୍ଛା। ପଞ୍ଚମରେ ବୃହସ୍ପତି, ଓ। ସପ୍ତମରେ ରବି, ହଁ। ସୁତ ଘରେ ରହିଲେ ବୁଧ, ଆଚ୍ଛା ଆଚ୍ଛା। କେନ୍ଦ୍ର ତ୍ରିକୋଣ। ହଁ। ହେଲେ ଭାଇ କଣ ହେଇଛି? ଜାତକଟା ସୁଝି ଏ ଗଲା। ଦେଖେ, ହଁ। ତୁ ସତ କହୁଛୁ? ହଁ। ଜାତକ ସୁଝି ଯାଇଛି? ସୁଝିଛି। ଖାଲି ସୁଝିଛି ନା ଆଉ କଣ ଅଛି? ଜାତକ ସୁଝି ଚତୁର୍ଥ ଦଶମ ରାଜ ଜଟକ। ଥରେ ଚକ୍ଷେ ହଁ। ଚତୁର୍ଥ ଦଶମ ରାଜ ଜଟକ ଯେତେବେଳେ ବଢିଛି, ହଁ। ଆଉ ତନୁଜାକୁ ଜମାରୁ ଛାଡ଼ିବା। ଭାଇ ହଁ। ହେଲେ ଗୋଟାଏ ଅଶୁଭ ରହିଛି। ଅଶୁଭ ମାନେ କଣ? ମାନେ ଐରୀ ଷଡ଼ାଷ୍ଟକ ଅଛି। ତାହା କଣ? ଆ, କାଲେ ବିପଦ ପଡ଼ିପା। ଚକ୍ଷେ ଭାଇ। ଏମିତି ଶୁଭ ବେଳାରେ ବିପଦ ଶବ୍ଦ କହୁଛୁ କାହିଁକି ଭାଇ? ହଁ। ଭଲ ଭାବରେ ଦେଖୁନୁ। ମୋ ଜ୍ୟୋତିଷ କହୁଛି। ଜ୍ୟୋତିଷ କହୁଛି? ହଁ। ରକ୍ତ ଜ୍ୟୋତିଷ। ହଁ। ଆରେ ତ ଜ୍ୟୋତିଷ କିଛି କାମ ଦେବନି। କାମ ଦେବ। ନାଇଁ ଜମାରୁ ଦେବନି। ହଁ, ଏଇଟା କଲିଯୁଗ ପରା। ହଁ। କଲିଯୁଗରେ ଜ୍ୟୋତିଷ ବୋଲେ ସବୁ ବୈଜ୍ଞାନିକ ନାଇଁ 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 ରକ୍ତ ଜ୍ୟୋତିଷ। ହଉ, ଆରେ ଯାକେ ଦେଖିବା। ମୁଁ ତନୁଜାକୁ ବୁଝେଇ ସୁଝେଇ ଦେଖୁଛି। ଯଦି ଅଘଟଣଟା ଘଟେ ଦେଖିବି। ଏ ମୋ ଜ୍ୟୋତିଷକୁ ଅମାନ୍ୟ। ଯାକେ କଣ କରିବାକୁ ଯାଉଛୁ ଭାଇ? ଆରେ ତୁ ସେଇଠି ଛିଡ଼ା ହେଇ ରହିଥା, ମୁଁ ତନୁଜା ସହିତ କିଛି କଥା ହଉଛି। ବୁଝେଇ ସୁଝେଇ ଦେଖୁଛି ଆଉ। ଆରେ ଏ ତନୁଜା ଆଗ ମୋର ହচ্ছে ରୂପର ରୂପସୀ ରାଜ ଜମା ଅନୁପମା, ସ୍ୱର୍ଗର ଉର୍ବଶୀ ତୁମେ ଏଇ ଯାଉ ମୋର ମନର ମାନସୀ। ଆଲୋ ଏ ତନୁଜା, କଣ ହେଲା? ସତରେ ତନୁଜା, ମୋ ଜୀବନରେ ମୁଁ ଅନେକ ସୁନ୍ଦରୀ ଦେଖିଥିଲି, ହେଲେ ତୁମ ପରି ସୁନ୍ଦରୀ ମୋ ଜୀବନରେ କେବେ ଦେଖିନଥିଲି। ଆଜି ପ୍ରଥମ ଥର ଦେଖୁଛି। ସେଇଥିପାଇଁ ମୋ ମାଣିକ୍ୟଗଡ଼ ରାଜ୍ୟ ପାଇଁ ଗୋଟାଏ ରାଜ ରାଣୀ ଖୋଜୁଥିଲି। ଆରେ ମୁଁ ତୁମକୁ ଯେତେବେଳେ ପାଇଛି, ତୁମକୁ ମାଣିକ୍ୟଗଡ଼ ରାଜ୍ୟର ପାଠ ରାଣୀ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲ। ବନାଗ୍ନି ସତେ ତ ପାଗଳ ହେଇଯାଇଛି। ମୁଁ ପାଗଳ ହେଇଯାଇଛି ତୁମର ଏ ସୁନ୍ଦର ଚେହେରା ଦେଖିକି। ବାମନ ଏଇ ଚନ୍ଦ୍ରମାକୁ ହାତ କରୁଛ ନା? ଆରେ ହାତଟା ପାଇବନି, ଯାଉଛ? ଲୋକ ହସା ହେଇଯିବା। ନାଇଁ ତନୁଜା ନାଇଁ। ଭଲରେ ଭଲ କହୁଛ, ଚାଲିଯାଅ। ଆଉ କହିଲ ଚାଲିଯିବେ? ହଁ। ହ୍ୟାଲୋ ତନୁଜା, ଏଠାକୁ ଆସିଛି ଯେତେବେଳେ ତୁମକୁ ସାଥିରେ ନ ନେଇ ଏଠାରୁ ଜମାରୁ ଯିବେନି ଲୋ, ଜମାରୁ ଯିବେନି। ବନାଗ୍ନି ନା, ମୁଁ ତ ମାଣିକ୍ୟଗଡ଼ ରାଜ୍ୟକୁ ଯିବି ନା, ମୁଁ ତ ପଟରାଣୀ ହେବି। କଣ କହୁଛ? ମୁଁ ତୁମକୁ ବିବାହ କରିବା ଅପେକ୍ଷା ମୁଁ କୁଆରୀ ହେଇ ରହିଯିବି। ଆରେ ତନୁଜା, ଭାଇ କଣ କହିଲ? କୁଆରୀ ହେଇ ରହିଯିବ? ଜମାରୁ ରହିବ? ସେମିତି ହେବାକୁ ଦେବିନି। ଆରେ ସେଠି ଏ ତ କୁଆରୀ ଝିଅ। ହଁ
କୁଆରୀ ହେଇ ରହିବ କେମିତି? ସେଇ କଥା ଭାବୁଛି ଭାଇ ହଁ। ଆଜିକାଲିର ନାରୀ ଜାତିକୁ ଜମା ବିଶ୍ୱାସ ନାହିଁ। କାହିଁକି ଆଜି ଏଠି ତ କାଲି ସେଠି ସମସ୍ତେ ସେଇଆ କରନ୍ତି ସେମାନେ ଅନେକ ନୂଆ ନୂଆ ସ୍ୱପ୍ନ ଦେଖନ୍ତି ପୁରୁଷ ମାନେ ବି ସ୍ୱପ୍ନ ଦେଖନ୍ତି ଆଉ ଭୁଲି ଯାଆନ୍ତି ପୁରୁଣା ପ୍ରେମିକକୁ। ପୁରୁଷ ମାନେ ବି ଭୁଲି ଯାଆନ୍ତି ଭାଇ ହଁ କାଲି ଯୋଉ ଘଟଣାଟା ଘଟିଥିଲା ଶୁଣିଛ ନା ନାଇଁ? ନା ମୁଁ ଶୁଣିନି ଆମ ଗାଁର ଦି ପିଲାର ମା କଣ ହେଇଛି ନିଜ ସ୍ୱାମୀ ପିଲା ଛୁଆକୁ ଛାଡ଼ି ଦେଇ ଅନ୍ୟ ପୁରୁଷ ସହିତ ଘର ସଂସାର କରୁଛି। ଆଚ୍ଛା ଏ ତ କୁଆରୀ ଝିଅ ଆରେ ଯାକି ହଁ? କାହିଁକି ସେ କରିବନି କେମିତି କୁଆରୀକି ରହିବ? ଆରେ କାହିଁକି କରିବନି କହିଲ ହଁ? ତୋପରି ଯଦି ସ୍ୱାମୀ ପାଇବେ ହଁ? ନିଶ୍ଚୟ ଛାଡ଼ିକି ଚାଲିଯିବ ଆଉ ଅନ୍ୟ ପୁରୁଷ ସହିତ ବିବାହ କରିବ କାହିଁକି ନା ଟିକେ ଆଗରେ ସେଟା କହୁଥିଲୁ ମୋର ଚାରିଟା ସୁନ୍ଦରୀ ଦରକାର ଏ 4 ଜଣ ସୁନ୍ଦରୀ ସେମିତି କରିବେ ନା ନାଇଁ ନାଇଁ ତାଙ୍କର ଗୋଟାଏ ଡ୍ରେସ୍ କରିଦେଇଛି କରିଦେଇଛି ସତ କିନ୍ତୁ ଯାକେ ନାରୀ ଜାତିକୁ ଅପମାନ କରିବା ଭଲ ନୁହଁ ପୁରୁଷ ମାନେ ବି ସେଇଆ ବୁଝିଲୁ ଆରେ ମୋ ତନୁଜା ସେମିତିକା ଝିଅ ନୁହଁ ସେମିତିକା ତା ରୂପ ଝିଅ। ଯୌବନ ଦେଖିଲା ବେଳଠୁ ମୋ ସୁନ୍ଦରୀ ତନୁଜାଟା ଭାରି ଭଲ ଆରେ ଏ ତନୁଜା କାହିଁକି ଅବୁ ଚାହୁଁଛ କହିଲ ତୁମେ ଦିନେ ନା ଦିନେ ନିଶ୍ଚୟ କାହାକୁ ନା କାହାକୁ ବିବାହ କରିବ ହେଲେ ମୋ ସହିତ ବିବାହ କଲେ ତୁମର ଅସୁବିଧା ହଉଛି କଣ ବନବଡି ହଁ? তুমি যে স্বপ্ন দেখছ না ହଁ? সেই স্বপ্ন কেবি সত হবনি କିନ୍ତୁ କାହିଁକି? স্বপ্নরে রহিଯିব ଜମା ରହିବନି এই ପରାଗ୍ରେ ଥରେ ଯୋଉ ସ୍ୱପ୍ନ ଦେଖେ ସେଇ ସ୍ୱପ୍ନଟା ସେ ନିଶ୍ଚୟ ପୂରଣ କରିକି ରହିବ ଆରେ ଦିନେ ଦେଖିଥିଲେ ମାଣିକ୍ୟଗଡ଼ ରାଜ୍ୟରେ ରାଜା ହେବାର ସ୍ୱପ୍ନ ଆଜି ସେଇ ମାଣିକ୍ୟଗଡ଼ ରାଜ ସିଂହାସନର ମୌରମଣି ରାଜା ହେଇସାରିଛି ଆଉ ଯୋଉ ସ୍ୱପ୍ନଟା ମୁଁ ଏଇରେ ଦେଖୁଛି ତୁମକୁ ପଟରାଣୀ କରିବାର ଅବଶ୍ୟ ପୂରଣ କରିବେ বনবডি হ্যাঁ? মানিক রাজ্য সিংহাসন ଏ সুপাই ପାଇଯାଇଛି এলে তেতে চেষ্টা করে মধ্য হ্যাঁ? এ তনুজাকে পাই পারিবনি আচ্ছা। তুমি মতে ছুঁই মধ্যে ଏ পারিবনি କ'ଣ କହୁଛ ତନୁଜା? এই ପରାଗ୍ରେ ଚାହିଁଲେ ତୁମକୁ ଏଇ ମୁହୂର୍ତ୍ତରେ ଟେକିନେଇ ମାଣିକ୍ୟଗଡ଼ ରାଜ୍ୟକୁ ଚାଲି ଯାଇପାରିବ କିନ୍ତୁ ତୁମକୁ ନ ବୁଝିବା ପର୍ଯ୍ୟନ୍ତ ମୁଁ ଜମାରୁ ଏଠାରୁ ନେବିନି ଭଲରେ କହୁଛି ମୋ କଥାରେ ରାଜି ହେଇଯାଉଲ ତନୁଜା ମୁଁ ବି ତୁମକୁ ଶେଷ ନିଷ୍ପତ୍ତି আর ଶୁଣାଉଛି তোমার শেষ নিষ্পত্তি ମୁଁ ତୁମକୁ ବିବାହ କରିବା ଅପେକ୍ଷା ମୁଁ ଡେଇକି ଆତ୍ମହତ୍ୟା କରିବି আত্মহত্যা করিবা পাই জমার সুযোগ দেবিনি আরে দেখে ভাই! তনুজাকে এতে বুঝাই সুঝাই কহিলি বুঝিলানি ভাই! কଣ କରିବାରେ ବିଳମ୍ବରେ ନାହିଁ ପ୍ରୟୋଜନ ମାନେ? ଶୀଘ୍ର କରନ୍ତୁ ଧର୍ଷଣ ଏ କହିଛୁ ଭାଇ ତାକେ ଏ ଗୋରା ଗୋରା ଦେହ ଆରେ ଆଉ ଚଲ ତନିଆ ତେରା ନେଇ ହଁ। ଯୋଉ ଗର୍ବ କରୁଛି ହଁ, ଚାକେ। ସେ ଗୋରା ଦେହରେ ଗୋଟାଏ ଦାଗ ଲଗେଇ ଦିଅ ନିଶ୍ଚୟ ଲାଗିବା ସେ ଦାଗଟା ଯେତେ ଧୋଇଲେ ବି ଜମାରୁ ଯିବିବନି ଆଉ ସିଧା ଅଙ୍ଗୁଳିରେ ଘିଅ ବାହାରେନି ମାନେ? ଅଙ୍ଗୁଳିଟାକୁ উচিত পরামর্শ দিয়েছি তাকে এথর তনুজাকে যাহা অবস্থা করবে জীবনের কেবে সে কল্পনা করে পারি নথিব আলো এ তনুজা এতে বুঝাই সুঝাই করে জমার বুঝলু এথর দেখ তো অবস্থা কণ করুছি রাজ রাস্তায় মুহ টেকি চালি পারিবনি আশা আসো দেখে ଭାଇ এরে সারাটা আমার খাইবা খালি রাশি ধুলি পকাই দিয়েছি এইটা গোটাଏ পাগল কଣ ହେଲା পাগল পাগলটা ହଁ। ତୁ ଠିକ କହିଛୁ ସାକ୍ଷୀ ହଁ। ଏ ଶଳା ନିଶ୍ଚୟ ଗୋଟେ ପାଗଳ ହେଇଯାଇଥିବ ପାଗଳ। ଏ ଶଳା ଏଠି ଆସିକି କଣ ପାଇଁ ହଁ। ହଇ କାହିଁକି ଆସିଛୁ ବା? ଏଠି କଣ ପାଇଁ ଆସିଛୁ ଏ ଭାଇ ହଁ। ମାନେ ସମସ୍ତେ ମିଶିକି ଖେଳ ଖେଳୁଛ ନା ରାଜୁ କର କଣ କହିଲୁ ଆମେ ଖେଳ ଖେଳୁଛୁ ତୁ ୟାକୁ ଖେଳ ବୋଲି ଭାବୁଛୁ ଏଇ ଏଠି ଖେଳ ଚାଲିନି ଏ ଜାଗା ଛାଡ଼ି ଚାଲି ଯା କହୁଛୁ ନା ମୁଁ ଯିବିନି ଯାହା କହୁଛି ନା ମୁଁ ଯିବିନି ଯା କହୁଛି ଯିବିନି ଆରେ ଏ ଚାକ୍ଷୀ ଭାଇ ଏ ଶଳା ପାଗଳଟାକୁ ଆଉ ବୁଝେଇ ହବନି ଏ ଶଳା ୟାକୁ ଖେଳ ବୋଲି ଭାବୁଛୁ ଖେଳ ବୋଲି ଭାବୁ ହେଲେ ଚାକ୍ଷୀ ହଁ ୟାକୁ ଖେଳଟା ଖେଳେଇ ଦେ ଖେଳଟା ଖେଳେଇ ଭଲ ଦେବି। ଭାବରେ ଖେଳେଇ ଦେ ହଁ। ତାହେଲେ ଯାଇ ଶଳାଟା ଏଠାରୁ ଚାଲିଯିବ ହଁ। ଠିକ ଅଛି ହଁ। ମୁଁ ସେଇଠି ବିଶ୍ରାମ କରୁଛି ଏ ପାଗଲ ଏ ପାଗଲ ତୋତେ ଶୁଭୁଛି ନା ନାଇଁ ମତେ ଡାକୁଛ
କହୁଛ ହଁ କାହିଁକି ଖେଳ ଖେଳିବୁ ଖେଳ ହଁ। ତୁମେ ହଁ। ମୋ ସହିତ ହଁ। ଖେଳ ଖେଳିବି ଖେଳ ଖେଳିବୁ ଆରେ ଏଇ ତୋତେ କବାଡି ଖେଳ ଜଣା ଅଛି କବାଡି ଖେଳ ହଁ ହଁ ସେଇ କବାଡି ଖେଳ ଖେଳିବା ଆଉ ଚାଲ ଖେଳିବା ଟିକେ ରୁହ କବାଡି ଖେଳ ଖେଳିବା ଆଉ ଚାଲ ଖେଳିବା ରେଡି 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 ନାଇଁ ଜମା ମାରିବି ନା ମାରିବି ତାହେଲେ ଖେଳିବା ଖେଳିବା ରେଡି ରେଡି ଭାଇ ଭାଇ କଣ ସଖୀ ସେ ପାଗଳଟା ଚାଲିଗଲା ପାଗଳ ଚାଲିଗଲା ହଁ। ଆରେ ସୁନ୍ଦରୀ ତନୁଜା କୋଉଠି ରେ ସେଇଠି। ଓ ତମେ ସେଇଠି ତନୁଜା ଆସ ପାଗଳଟା ଜାଗା ଛାଡ଼ି ଚାଲି ଯାଇଛି ଆମେ ଛତା ଶୀଘ୍ର ସ୍ଥାନ ପରିତ୍ୟାଗ କରିବ ରାଜ୍ୟକୁ ଚାଲିଯିବା ଆସ ଆସ ଲୋ सखी ଭାଇ अनेक वर्ष पर ହଁ आज मु तनुजा को पाखरे पाइली ହଁ ପାଖରେ अरे ପାଇଛ सखी तनुजार गोरा गोरा देहटा ହଁ ମୋ ଦେହରେ ଲାଗି ହଁ ମୋ ଦେହଟା ଶୀତ ହେଇଯାଉଛି ରେ ଓ ସଖୀ ଭାଇ ନୂଆ ଲୋକ ଡରିଯିବେ ଭାଇ ଆଚ୍ଛା ଆଚ୍ଛା ଆସ୍ତେ ଆସ୍ତେ ଆହା। ଧୀରେ ଧୀରେ ଓ ଗେଲରେ ଗେଲରେ और करू गेल्लरे ହଁ ନହେଲେ ନୂଆ ए ଲୋକ सखी ଡରିଯିବେ ଭାଇ मते गेल्ल करबा आसे ନା ଗେଲ କରିବାକୁ ପଡିବ। ପଡିବ ହଉ, ନହେଲେ ଚେଷ୍ଟା ନୂଆ ଲୋକ କରୁଛି। ଡରିଯିବେ ଭାଇ आज समर धन ହଁ आज समर संकातुड़ी ହଁ आज सलबर प्रियतमा आज समर प्राण भितरी आलो ए तनुजा मो पाखକୁ आस सतरे तनुजा तुमको पाई मो जीवनटा धन्य ହଁ ହେଇଯାଇଛି ଧନ୍ୟ ହେଇଗଲା ଭାଇ तुमको मालिक राज्यर बाट राणी करिवे सानंद रखिबे हाँ। अरे कदास दासी तुमर सेवा करिवे ହଁ आलो ए प्रिय तुमर छन्न छन्या गोरा देह चिकिणिया गाल ସେଇ ଚିକିଣିଆ ଗାଲରେ ଗୋଟାଏ ଚୁମ୍ବନ ଦେବା ପାଇଁ ଏ ଇଚ୍ଛା ଭାଇ ଓହୋ ଜାଗା ଦେଖିକି ଚୁପ ସାଥୀ ଦେବ ନହେଲେ ଡରିଯିବେ ନୂଆ ଲୋକ ଆଇଛ କିରା ନୂଆ ଲୋକ ଭାଇ ଡରିଯିବେ ଆଉ ଲାଜ କର ନା ଆଉ ଲାଜ ଆମେ କରନି, ପରା ସାତ ନୂଆ ଜନ୍ମର ଲାଜ ସାଥୀ କରନି ରହିବା ଭାଇ। ଓଢଣାଟା ଖୋଲି ଦିଅ ହଁ। ଦେଖିବାକୁ ଚାହେଁ ତୁମର ଶ୍ରୀମୁଖ ମଣ୍ଡଳ ଲାଜ କରୁଛନ୍ତି। ଆରେ ଏତେ ଆଉ ଲାଜ କର ନା ଆରେ ଓଢଣା ଭେଟେଇ ଦିଅ ଆରେ ଖୋଲ ଚାଛ! ଏ ଦେଖ ମୋ ତନୁଜାକୁ ଚାପୁଡ଼ି ଧରିଥିଲି ପାଗଳ କେମିତି ଆସି ମୋ ବାହୁ ବନ୍ଧର ଛନ୍ଦି ହେଇଗଲା ଜାଣିପାରିଲି ଆରେ ଶଳା ତୁ ଏଠି ଘୁଣ୍ଟ ପରେ ଛିଡ଼ା ହେଇଛୁ ଚାରିଟା ଆଖି ରଖିଛୁ ତୋ ଆଖିକୁ କ'ଣ ଦେଖାଗଲାନି ଭାଇ ଭାଇ ଆ, ମୁଁ ତ ଦେଖିଲି କ'ଣ ଦେଖିଲୁ ତନୁଜାକୁ ଜାବୁଡ଼ିକି ଧରିଥିଲ ଧରିଥିଲି ସତ ଆ, ହେଲେ ମୁଁ ଭାବିଲି କ'ଣ ଭାବିଲୁ ଭାଇ ତମେ ଖୁମ୍ପୁଥିବ ଆଉ ମୁଁ ଦେଖୁଥିବି ଆଖି ଆ, ତମେ ଖୁମ୍ପୁଥିବ ଆଉ ମୁଁ ଦେଖୁଥିବି ଏ କ'ଣ କହୁଛୁ ଭାଇ ସେଇଥିପାଇଁ ଏପଟେ ମୁହଁ କରି ଛିଡ଼ା ହେଇଛି ଓ ତମେ କେମିତି ସେ ପାଗଳକୁ ଜାବୁଡ଼ି ଧରିବ କେମିତି ତୁ ଜାଣିବ ଜାଣିପାରିଲୁନି ହଁ। ଶଳା ଏଇ ସମୟରେ ତ ବୁଦ୍ଧି ଚୁଦ୍ଧି ଜମାରୁ କାମ କଲାନି ଆରେ ଚାକି ଭାଇ। ଏ ଶଳା ପାଗଳରେ ଚାଲି ଯାଇଥିଲା ପୁଣି ଥରେ କ'ଣ ପାଇଁ ଆସିଛି କେ ଜାଣି ଆବେ ଶଳା ତତେ ଡାକୁଛି ଭାଇ ତତେ ପରା ଜାଗା ଛାଡ଼ି ଚାଲିଯିବା ପାଇଁ କହିଥିଲି କାହିଁକି ଆସିଲୁ ଭାଇ ନା ମୁଁ ଯିବି କାହିଁକି ଯିବୁନି ତୁମେ ମାନେ ସମସ୍ତେ ଖେଳୁଥିବ ହଁ। ମୁଁ ଚାଲିଯିବି ଆରେ ଏ ଶଳା ଏଇଠି ଖେଳ ଚାଲିନି ରେ ଏ ଭାଇ ଯୋଉ ଖେଳଟା ଠିକ ଥିଲା ଯେ ହେଲେ ମତେ ଟିକେ କୁତୁ କୁତୁ ଚୁପ କଥା ପାଗଳ ଖେଳ ଠିକ ଥିଲା ତତେ କୁତୁ କୁତୁ ଲାଗୁଛି କହିଲେ ପରା ଏଠି ଖେଳ ଚାଲିନି ଭଲରେ କହୁଛି ଜାଗା ଛାଡ଼ି ଚାଲି ଯା ନା ମୁଁ ଯିବି ଯା କହୁଛି ମୁଁ ତ ଦେଖିଲି ତୁମେ ମାନେ ସମସ୍ତେ ଆରେ ଖେଳ ଏ ଭାଇ ଆରେ ଶଳା ଆରେ ଦେଖି ଭାଇ ଏ ଶଳା ପାଗଳଟାକୁ ଆଉ ବୁଝେଇ ହବନି କ'ଣ କରିବାରେ ଭାଇ ହଁ ତୁମେ ଖେଳ ଖେଳିବାକୁ ପଡ଼ିବ ମୁଁ ଖେଳ ଖେଳିବି ହଁ। ଏ ପାଗଳ ସହିତ ଏ ମୁଁ କେମିତି ଖେଳିବି
ଏ ପାଗଳ ସହିତ କେମିତି ଖେଳିବି ଭାଇ ଜମାରୁ ଖେଳିବିନି ଯେତେବେଳେ ଜାତକ ଦେଖିଲି ହଁ। ମୁଁ କହିଥିଲି ନା କଣ କହିଥିଲୁ କହିଲି ଷଡ଼ାଷ୍ଟକ ଅଛି ହରେ ଚାକ୍ଷ କାଲେ ବିପଦ ପଡ଼ିପାରେ ତୁ ଠିକ କହିଥିଲୁ ତୁ ଠିକ କହିଥିଲୁ କଣ ଅପମାନନା ହେ ଚାକ୍ଷୀ ସୁନ୍ଦରୀ ତନୁଜାକୁ ଦେଖିଲା ବେଳଠୁ ତ ଜ୍ୟୋତିଷକୁ ଆଉ ଜମାରୁ ମୁଁ ବିଶ୍ୱାସ କରିପାରିଲିନି ନାଇଁ ରେ ଚାକ୍ଷୀ ଦେଖିଲ ହେଲେ ଭାଇ କଣ? ୟା ସହିତ ଖେଳ ଖେଳିବାକୁ ପଡ଼ିବ ନାଇଁ ଚାକ୍ଷୀ ମୁଁ ଜମାରୁ ଖେଳିବିନି ହେଲେ ଚାଲ ପଳେଇବା ପରେ କଣ ଖେଳିବା ଶଳା ଚାଲିଯିବା ତନୁଜାକୁ ଛାଡ଼ିକି ପଳେଇବା ଏମିତି ଆଜ ଅନେକ ବର୍ଷ ପରେ ତନୁଜାକୁ ପାଖରେ ପାଇଛି ଛାଡ଼ିକି ଚାଲିଯିବି ଜମା ଯିବିନି ହେଲେ ତା ସହିତ ଖେଳ ଖେଳିବା ହଉ ତନୁଜାକୁ ପାଇବାକୁ ହେଲେ ପାଗଳ ସହିତ ଖେଳିବାକୁ ହେବ ନିଶ୍ଚୟ ଖେଳିବି ଆରେ ଓଇ ଖେଳ ଖେଳିବୁ ପରା ଆରେ ମୋ ସହିତ ଖେଳିବୁ ଏ ଭାଇ ସମସ୍ତେ ମିଶିକି ସାଙ୍ଗ ଖେଳିବା କଣ ଖେଳିବୁ ସମସ୍ତେ ସାଙ୍ଗ ହୋଇ ଖେଳିବା ପ୍ରଥମେ ଆମେ ଦି ଜଣ ଖେଳିବା ଖେଳ ଯଦି ମତେ ଭଲ ଲାଗିବ ସମସ୍ତେ ମିଶି ସେଇ ଖେଳଟାକୁ ପୁଣି ଥରେ ଖେଳିବା 2 ଜଣ ମଜା ଲାଗେ ତାହେଲେ ଜାଗା ଛାଡ଼ି ଚାଲି ଯା କହୁଛି ଯା କହୁଛି ତାହେଲେ ଖେଳିବା କୋଉ ଖେଳ ଜାଣିଛୁ କୋଉ ଖେଳ ହଁ ଏ ଭାଇ ହଁ। ମତେ ଗୋଟିଏ ଖେଳ ମନେ ପଡ଼ିଗଲା ମନେ ପଡ଼ିଗଲା ଆରେ କୋଉ ଖେଳ କହିଲେ ଦେଖିବ ଭାଇ କେତେ ମଜା ଲାଗିବ ଆରେ କୋଉ ଖେଳଟା କୋଉ ଖେଳ ସେଇ ଖେଳର ନାମ ହଉଛି କଣ ସେ ଖେଳର ନାମ ସେଇ ଖେଳର ନାମ ହଉଛି ବରକନିଆ ଖେଳ ବରକନିଆ ଖେଳ ଖେଳନ୍ତି ଖେଳନ୍ତି ନା ଏ ପାଗଳ ବରକନିଆ ଖେଳ ଖେଳନ୍ତିନି କେମିତି ଖେଳନ୍ତି କହିଲେ କେମିତି ଖେଳନ୍ତି ଦେଖ ଭାଇ ମୁଁ କନିଆ ଆଚ୍ଛା ତୁ କନିଆ ତୁମେ ବର ମୁଁ ବର ହେଇଯିବ ବାବା କଣ କରିবা ଶଳା ତୁ କନ୍ୟା ହବ ମୁଁ ବର ହେବି ତୋ ସହିତ ପୁଣି ମୋର ବାହାଘର ହବ ଖେଳରେ ଓହୋ ଖେଳରେ ଆଚ୍ଛା ଦେଖିବ ଭାଇ କେତେ ମଜା ସତରେ ଆସ ଖେଳିବା ମୋ ଧନଟା କନ୍ୟା ହବ ବର ହେବି ବାହାଘର ହବ ଆମେ ବରକନିଆ ଖେଳ ଖେଳିବା ଖୁସି ଆଉ ମୋ ଧନଟା ଆଜି ଭାରି ଖୁସି ବର କନ୍ୟା ଖେଳ ଖେଳିବା ଆଉ ହେଲେ ଧନ ତୁମର ଏଠି ଚିହ୍ନା ପରିଚୟ ବୋଲି କେହି ନାହାନ୍ତି ସେଇଥିପାଇଁ ମୋର ନଈ ଆର ପାରିରେ ଜଣେ ଚିହ୍ନା ଲୋକ ଅଛନ୍ତି ତାଙ୍କ ଘରକୁ ନେଇ ତୁମକୁ ଛାଡ଼ିବାକୁ ପଡ଼ିବ ତାପରେ ମାଣିକ ରାଜ୍ୟର ଜନପ୍ରଜା ସହିତ ମୁଁ ବରଯାତ୍ରୀରେ ତୁମ ଘରକୁ ଯିବି ବାଜା ବାଜିବ ମଜା ଲାଗିବ ବାଣ ଫୁଟିବ ଲୋକ ବାଣ ଫୁଟେଇଲେ ମତେ ଭୟ ଆରେ ମୋ ପୁରା ସାଙ୍ଗରେ ଅଛି ଭାଇ କାହିଁକି ବାଣ ଫୁଟଉଛି ନା ଫୁଟେଇବି ଫୁଟେଇବୁନି ରସଣି ଚାଲିବ ରସରେ ଚାଲିବ ରସଣି ଚାଲିବ ଆଗ ପଟରେ ମୁଁ ଲୁଙ୍ଗି ଡ୍ରେସ୍ ମାରୁଥିବି କେତେ ମଜା ଲାଗିବ କନ୍ୟା ଏଇ ମୋଟାକୁ ଢାଙ୍କି ଦେବି ତାପରେ ଓଠଣା ପିଠେଇ ଏମିତି ପାନେ ଦେବି ଶଳା ଜୀବନରେ ଆଉ କାହା ସହିତ ଖେଳ ସମସ୍ତଙ୍କୁ ଭାରି ଦେଲି ଏଇ ଆଶା ଆମେ ସମସ୍ତେ ମିଶି ଗୋଟିଏ ସୁନ୍ଦର ଖେଳ ଖେଳିବା ତାଙ୍କ ସାଥେ ଖେଳୁଥିଲ ଆଉ ମୋ ସାଥେ ସମସ୍ତେ ମନା କରୁଛ ଏ ମୁଁ ବି କହିଦଉଛି
ଯଦି ମୋ ସହିତ ନ ଖେଳିବ ନା ଏ ଜାଗା ଛାଡ଼ି କୁଆଡ଼େ ଯିବିନି। ଏଇଠି ବସିକି ଯଦି ରହିବି। अबे हरक सदा पागल बिलुआ है सारा पाग मोर शिकार छड़े नवा पाई चेष्टा कर छुआ। अरे एते बुझाई सुझे कहली जमारो म कथा बुझलु खेल खेलिबु आज तोते एमिति खेल खेलेबी सारा जीवन रे भूलिबुनी। अरे मृत्युर खेलटा खेलेबी এই দেখ দারুয়া খড়ক এই দারুয়া খড়ক করে তো পেকোটা কাটি শেষ করতে বিসরা এই দেখ रही जाए बाबा এই তাকে দলে পকা আবে সাত হই চলি ভাই এ কাক মারি বলি বল্ল বাবরে বুঝা রে দলে পকা এ বাবা কাই কো বুঝাও তো কাকু দলে থাই দে তুমি মানে মারিবা নাই আপো দেখো নাই মারিবি আও মারি বলি মতে মারিবি নাই বা तुम्हें भी ना बाबू सता के जाचा सता कहची सतरे बाबू आज जे तुम्हें आसु न थांता से पापी मोदे हरे कलंक लगे दे थांता बाबू मु तुम्हें पकड़ी चिरारुणी ताइले ताइले तुम्हें माने खेलो खेलो नथिला ना मैं चलो नथिला ए
ମୁଁ ବିନା ଚଢେ ଝିଅକୁ ବେଶୀ ଭଲ ପାଏ। କଣ ହେଲା ତୁମେ ଜଣେ ଝିଅକୁ ଭଲ ପାଉଛ? ଏ ବାବୁ କେତେ ଭଲ ପାଅ? କେତେ ଭଲ ପାଏ ଦେଖିବ ନା ମୁଁ ନା ମଞ୍ଜଲିକୁ ଏତେ ଭଲ ପାଅ? ଏ ବାବୁ ଭଲ ପାଇ କଣ କରିବ? ଭଲ ପାଇ କଣ କରିବି ତୁମେ କିଛି ଜାଣିନ? ନା ମୁଁ ଜାଣିନି। ଦେଖ ମୁଁ ଅଞ୍ଜଲିକୁ ଭଲ ପାଉଛି। ଅଞ୍ଜଲିକୁ ତ ଭଲ ପାଉଛ। ଆଉ ଅଞ୍ଜଲି ଆମର ବାହାଘର ହବ। ବାହାଘର ହବ? ଆଉ ବାହାଘର ହେଲା ପରେ? ବାହାଘର ହେଲା ପରେ ନା କହିବି। ଏ ବାବୁ ତୁମେ ଯଦି ନ କହିବ ତାହେଲେ ମୁଁ କେମିତି ଜାଣିବି? ତୁମେ କିଛି ଜାଣିନ? ନା। ହେଲେ କାହାକୁ କହିବୁନି? କାହାକୁ କହିବିନି? ଦେଖ ମୁଁ ଅଞ୍ଜଲିକୁ ଭଲ ପାଉଛି। ଅଞ୍ଜଲିକୁ ଭଲ ପାଉଛ? ଆଉ ଅଞ୍ଜଲି ଆମର ବାହାଘର ହବ। ବାହାଘର ହବ? ଆଉ ବାହାଘର କିଛି ଦିନ ଗଲା ପରେ ବାହାଘର କିଛି ଦିନ ଗଲା ପରେ? ବାହାଘର କିଛି ଦିନ ଗଲା ପରେ ଆମ ଘରେ ଦିଟା ଛୁଆ ହବ। ମତେ ବାପା ବୋଲି ଡାକିବ। ସତରେ ବାବୁ ତୁମେ ଏତେ ସମୟ ଦେଖି ସାରିଛ? ହେଲେ ମୁଁ କଣ କହୁଥିଲି କି ତୁମ ଘର କୋଉଠି? ଆମ ଘର ବଡ ବଡ ଘର। ତୁମ ଘରରେ କିଏ କିଏ ଅଛନ୍ତି? ତୁମ ମାତା ପିତା ଭାଇ ଭଉଣୀ ତୁମ ପରିଚୟ ଦେବାକୁ ପଡିବ। ତୁମ ନିଜ ପରିଚୟ? ନା ମୁଁ ଯିବିନି। ଏ ବାବୁ ମୁଁ ତାକୁ କାହିଁକି ମାଗିବି? ମୁଁ ତୁମକୁ କହୁଛି ତୁମେ ଦେବାକୁ ପଡିବ। ଏ ବାବୁ ମୁଁ କେମିତି ଜାଣିବି ଯେ ତୁମେ ସମସ୍ତେ ଗାଁ ଲୋକ ବୋଲି? କଣ କଣ ଦେଖିବି? ମତେ ଡାକିଲେଣି ଖାଇବା ପାଇଁ। କାଲି କଥା ହବା ଅଞ୍ଜଲି ମତେ ଡାକିଲେଣି। ଏ ବାବୁ ଏ ଶୁଣ ତୁମକୁ ଆସ 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 ଆସ। ଯାଉଛି ବାବା ଯାଉଛି। ମୋ ସାଙ୍ଗ ସହିତ କଥା ହେଇଥିଲି। ନାଇଁ ବାବା ଏ ସାଥୀ ମାନେ ଦେଖିଲୁ ଦେଖ ସେ ବାବୁ ଦେଖିବ କେତେ ନିରୀହ। ସେ ଆସିଲେ ଆମର ଜୀବନ କ୍ଷତି ଚାଲିଗଲେ ସାକ୍ଷୀ। ଯେତେ କହିଲା ପରେ ବି ସେ ତାଙ୍କ ପରିଚୟ କହିଲେନି। ଆଲୋଜି ମା ହଁ ତୁମେ କଣ ସତରେ ଜାଣିପାରିଲନି? କଣ? ଆଲୋ ହଁ ସେ ବାବୁଙ୍କୁ ଦେଖିଲା ପର ଲାଗୁଥିଲା ନା ସେ ଜଣେ ପାଗଳ ବୋଲି। ନାଲେ ସାକ୍ଷୀ ସେ ପାଗଳ ନାହାନ୍ତି। ନାଇଁ ମ ସେ ବାବୁ ଜଣେ ପାଗଳ। ଏ ସାକ୍ଷୀ ମାନେ ଯଦି ସେ ବାବୁ ପାଗଳ ହେଇଥାନ୍ତେ ତାହେଲେ ଆମକୁ ବଞ୍ଚବାକୁ ଆସିନଥାନ୍ତେ ନା ସାକ୍ଷୀ। ହଁ ତ ଏ ସାକ୍ଷୀ ଯେତେବେଳେ ମୁଁ ତାଙ୍କୁ ପ୍ରଥମ ଥର ଦେଖିଲି ନା ସତରେ ଏ ମୋ ମନଟା କେମିତି ହେଇଯାଉଥିଲା ସାକ୍ଷୀ ମାନେ। କାହିଁକି ନା ଆମର ପୂର୍ବ ଜନ୍ମର ସମ୍ପର୍କ ଅଛି ବୋଲି ମତେ ଲାଗିଛି। ଇଏ ମା ଏ ଯେ ମା ହଁ ତୁମକୁ ବୋଧେ ପ୍ରେମ ହେଇଯାଇছিল। ଏ ମା ଏକ ପ୍ରେମ କୁହାଯାଏ। ସତରେ ସାକ୍ଷୀ ମତେ ପ୍ରେମ ହେଇଛି। ହଲ ହଁ ତାହେଲେ କେମିତି କରିବା ନା? ସେ ବାବୁକୁ ଖୋଜିବାକୁ ଯିବା। ସେ ବାବୁ ଖୋଜିବା? ତାହେଲେ ଆସଲା ଆମେ ସମସ୍ତେ ମିଶିକି ସେ ବାବୁ ଖୋଜିବା। ତାହେଲେ ଖୋଜିବା ମ